नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवम। आज चलतु पढ़िबा पंचक महात्म्य बा पंचक व्रत। यही कार्तिक मासरे पंचक महात्म्य शुणिले आपणकर गोटिए अश्वमेध यज्ञर फल लाभ हेब। चलतु शुणिबा। प्रथम अध्याय। नमो दामोदराय। नमई प्रभु गणनाथ कुमार देवंकर भ्रात प्रभु हे विघ्न विनाशन कर हे गौरी नंदन जगत कारण ठाकुर नमई तुम्भर पयर हे नारायण दामोदर तुम्भे तो ब्रह्मांड ईश्वर कोटि कोटि मु नमस्कार करुची तुम्भरी पयर शरण पद्म पादे मुहि भबु उद्धर भावग्राही तमाया आकाश प्रकार घोड़ाई अछि तिनि पुर तहिरे पड़ी सर्वनरे भ्रमंती तमाया चक्रे बंधु बांधव पुत्र जाया घटिय छई तुम्भ माया अंध होइण भ्रमु थांती संसार छाड़ी न पारंती तुम्भर दया जाकु होए से सर्व मणे मिथ्या प्राय ज्ञान पूजई ताहार तो माया बंधु हुए पार संसार भितरे मुथाई अज्ञाने भ्रमण करई हे प्रभु मते कर दया छड़ाओ एबे तुम्भ माया विप्रकूल रे जन्म होई तुम्भ माया रे मु भ्रमई बारे को मते कर दया भवुधर चौबाहा तुम्भर पादे भक्ति दिय तो पद्म पादे मोर स्नेह सजन जने शुण एबे विष्णुक चरित प्रस्तावे मासंक मध्यरे कार्तिक पवित्र अटई अधिक कार्तिके व्रत जे करंती अक्लेशे विष्णुଙ୍କୁ लभंती सौनक आदि ऋषि सर्वे सुतकु पचारंती भावे सौनक उवाच कुह पंडित सुत तुम्भे शुणिबु तुम्भ ठारु आंभे कार्तिक मासर विधान जाहा कहिले भगवान सत्यभामा जे तांक नारी कहिले ताहांकु विस्तारी कार्तिके पंचक पड़ई विष्णु पंचक ताकु कही कियबा विधान ताहार जाहा कहिले गदाधर से कथा कह आंभ आगे आंभ संदेश जाऊ बेगे सुत उवाच शुणसु मने ऋषिगण कहिबा जे पद्म पुराण
ପୂର୍ବ ଖଣ୍ଡରେ ଯାହା ଭଣି ଶୁଣ କହିବି ପରିମାଣି ପୂର୍ବେ ସତ୍ୟଭାମାଗରେ ଯାହା କହିଲେ ଗଦାଧରେ ମୁଁ ତାହା କହିବଇ ଶୁଣ ମନ ସଂଯମେ ଋଷିଗଣ। ଶ୍ରୀ ସତ୍ୟଭାମା ଉବାଚ ଶୁଣ ହେ ଜଗତ ଠାକୁର ଶରଣ ମୁଁ ତୁମ୍ଭ ପାଦର ମହର ପୂର୍ବ ଜନ୍ମ ବାଣୀ ଆଶ୍ଚର୍ଯ୍ୟ ହୋଇଲଇ ଶୁଣି କାର୍ତ୍ତିକ ବ୍ରତେ ପ୍ରୀତି ମୋର ଧନ୍ୟ ଯେ ମହିମା ତୁମ୍ଭର ଧନ୍ୟ କାର୍ତ୍ତିକ ବ୍ରତ ସାର ଏ ଗତି ହୋଇଲା ମୋହର 16,000 ତୁମ୍ଭ ନାରୀ ମୁଁ ହେଲି ସୌଭାଗ୍ୟ ତୁମ୍ଭରି ତୁମ୍ଭର ସ୍ନେହ ଯେଣୁ ମତେ ଏବେ ମୁଁ ଦେଖିଲି ପ୍ରତ୍ୟକ୍ଷେ ତେଣୁ ମୁଁ ପଚାରଇ ହରି କହିବି ସେ ବ୍ରତ ବିସ୍ତାରୀ ଅକ୍ଳେଶେ ତୁମ୍ଭ ଥାନ ପାଇ ସେ କଥା କହ ଭାବଗ୍ରାହୀ ଶ୍ରୀ ବିଷ୍ଣୁ ପଞ୍ଚକ ବିଧାନ କହ ଶୁଣିବାକୁ ମୋ ମନ କେଉଁ ପ୍ରକାରେ ବ୍ରତ ହୁଏ କହିବ ତହିଁର ନିର୍ଣ୍ଣୟ କେଅବା ପୂର୍ବେ କରିଥିଲା ଭୀଷ୍ମ ପଞ୍ଚକ ନାମ ହେଲା ସଂକ୍ଷେପ କରିଣ କହିବ ଯେବେ ମୋ ଠାରେ ଦୟା ଥିବ କେଉଁ ଦିନ ଯେ ବ୍ରତ ହୋଇ କହ ହେ ପ୍ରଭୁ ଭାବଗ୍ରାହୀ। ଶ୍ରୀକୃଷ୍ଣ ଉବାଚ କୃଷ୍ଣ କହନ୍ତି ଶୁଣ ପ୍ରିୟେ କାର୍ତ୍ତିକ ବ୍ରତର ନିର୍ଣ୍ଣୟ କୃଷ୍ଣ ପ୍ରତୀପ ଠାରୁ ହୋଇ ପୌର୍ଣ୍ଣମୀ ଦିବସେ ବଢ଼ଇ 30 ଦିନ ବ୍ରତ ହୋଇ ସବୁ ବ୍ରତଙ୍କ ଶ୍ରେଷ୍ଠ ଏହି ଶୁଣ ଗ ପ୍ରିୟେ ବ୍ରତ ସାର ପଞ୍ଚକ ପଡ଼ଇ ତାହାର ଶୁକ୍ଳ ଏକାଦଶୀ ଆରମ୍ଭ ପୌର୍ଣ୍ଣମୀ ଦିନରେ ବଢ଼ିବ ପଞ୍ଚଗବ୍ୟ ସେ 5 ଦିନ ରାତ୍ରରୁ କରିବ ପ୍ରାଶନ ରାତ୍ର ଶେଷରୁ କରି ସ୍ନାନ ଉପବାସ କରିବ ପୁଣ ଉପବାସେ ସମର୍ଥ ହେବ ଫଳମୂଳ କିଛି ଭୁଞ୍ଜିବ ତୀର୍ଥ କରିବ ବ୍ରତ ଯାଇ ନିତ୍ୟ ଚିନ୍ତିବ ଭାବଗ୍ରାହୀ ଗଣେଶ ସୂର୍ଯ୍ୟ ଶମ୍ଭୁ ହରି ନିତ୍ୟ ପୂଜିବ ଏହି ଚାରି ବିଷ୍ଣୁ ପ୍ରତିମା ଲିଙ୍ଗ ଶିବ ଅଥବା ବାଲୁଙ୍କା ପୂଜିବ ଅର୍ଘ୍ୟ ଯେ ଦେବ 5 ଦିନ ସୁଗନ୍ଧ କୁସୁମେ ପୂଜନ ଅଖଣ୍ଡ ପ୍ରଦୀପ ଜାଳିବ ନାନା ଦ୍ରବ୍ୟ ନୈବେଦ୍ୟ ଦବ ରାତ୍ରରେ ଉଜାଗର ହେବ ବିଷ୍ଣୁଙ୍କୁ ସ୍ମରଣ କରିବ କୀର୍ତ୍ତନ ଗୀତ ବାଦ୍ୟ କରି ଏ ରୂପେ ବ୍ରତ ଦିନ 4 ଆବର ପୌର୍ଣ୍ଣମୀର ଦିନ କରିବ ବ୍ରତ ଉଯାପନ ଯେ ରୂପେ ବ୍ରତର ବିଧାନ ଫଳ ଯେ ହୁଅଇ ସମ୍ପୂର୍ଣ୍ଣ ପ୍ରତିବରଷରେ କାର୍ତ୍ତିକ ତହିଁରେ କରିବ ପଞ୍ଚକ
ବ୍ରତ କେବେ ନ ଛାଡ଼ିବ, ଶରୀରେ ପ୍ରାଣ ଯେବେ ଥିବ। 5 ଦିନରେ 5 କଥା, ଶୁଣିବ ମୋତେ କରି ଚିନ୍ତା। ପ୍ରଥମ ଦିନର କଥନ, ଶୁଣ ଗ କରି ଏକ ମନ। ପୂର୍ବ ବୃତ୍ତାନ୍ତ ଇତିହାସ, ଶୁଣି ତ ମନ କର ତୋଷ। ପୂର୍ବେ ଗୋ ମହ୍ଲାର ଦେଶରେ, ସାଧବ ନାମ ରତ୍ନାକର। ବଡ଼ ଭାଗ୍ୟବନ୍ତ ସେ ଥିଲା, ତାହାର 7 ପୁତ୍ର ହେଲା। ସମସ୍ତେ ଅତ୍ୟନ୍ତ ସୁନ୍ଦର, ରୂପ କି ଦେବା ପଟାନ୍ତର। ମାତା ପିତା ଯେ ବିଚାରିଲେ, 7 ପୁତ୍ରକୁ ବିଭା କଲେ। କନିଷ୍ଠ ବଧୂ ଯେ ତାହାର, ରୂପରେ ଅତି ମନୋହର। ଅବିଗୁଣ ଅଛଇ ତାର, ଲୁଚାଇ କରଇ ଆହାର। ତାହା ଦେଖିଣ ସଡ଼ ଯାଏ, କହନ୍ତି ଶାଶୁଙ୍କର ଠାଏ। ସର୍ବେ କହନ୍ତି ଶୁଣ ମାଏ, ହାଣ୍ଡିରେ ସାନ ବଧୂ ଖାଏ। ବଡ଼ ସାନ ଏ ନ ମାନିଲା, ସମସ୍ତଙ୍କୁ ଉଚ୍ଛିଷ୍ଟ ଦେଲା। ବୋହୂଙ୍କ କଥା ଶାଶୁ ଶୁଣି, ସାନ ବୋହୂକୁ କହେ ବାଣୀ। ତୁଲ ହାଣ୍ଡିରେ ନିତ୍ୟ ଖାଉ, ଦେଖି କହିଲେ ସର୍ବ ବୋହୂ। ତା ଶୁଣି ସାନ ବଧୂ କହେ, ମିଛ ସେ କହନ୍ତି ଗୋ ମାଏ। ମୋତେ ଗୋ ମାଡ଼ ମରାଇବେ, ମନରେ ଭାବିଛନ୍ତି ସର୍ବେ। ବୁଢ଼ୀ ଅନେକ ଗାଳି ଦେଲା, କାଲି ସେ ବୁଝିବଇ ଭଲା। ଏମନ୍ତ ଗଲା ଦିନ କେତେ, ଶୁଣ ଗୋ ସନ୍ଧ୍ୟା ଏକ ଚିତେ। ସାଧୁର ଘରେ ଏକ ଦିନ, ଛଯାଏ କଲେ କରନ୍ଧନ। ଦୁଗ୍ଧକୁ ଆଉଟି ରଖିଲେ, ସମସ୍ତେ ଜଳ ଆଣିଗଲେ। ସାନ ବଧୂ ଯେ ଘରେ ଥିଲା, ଦୁଧରୁ ସର ସେ ଖାଇଲା। ଛଏ ଆସି ହାଣ୍ଡି ଦେଖିଲେ, ଶାଶୁଙ୍କୁ ଯାଇଣ କହିଲେ। ଦେଖ ଗୋ ସାନ ବୋହୂ ଲୀଳା, ହାଣ୍ଡିରୁ ସର ସେ ଖାଇଲା। ଦୁଗ୍ଧ ଆଉଟି ରାନ୍ଧି ଭାତ, ଜଳ ଆଣିଗଲୁ ସମସ୍ତ। ଆସି ଦେଖିଲୁ ସର ନାହିଁ, ଓଲାଇ ତହିଁ ବସିଛଇଁ। ତାହା ଶୁଣି ବୁଢ଼ୀ ରୋଷରେ, ବୁଢ଼ା ବୁଢ଼ୀ ଯେ ତହୁଁ ଗଲେ। ଯାଇଣ ବୋହୂକୁ ଧଇଲେ, ଅନେକ ମାଡ଼ ଯେ ମାଇଲେ। ଗଳାରେ ହସ୍ତ ଦେଇ ତାର, ସାନ ବୋହୂଙ୍କୁ କଲେ ଦୂର। ସେ ତହୁଁ ଓଳିଆଡ଼େ ଯାଇ, ବିକଳେ ଅନେକ କାନ୍ଦଇ। କାନ୍ଦି କାନ୍ଦିକି ସେହୁ ବାଳି, ବାଡ଼ି କଣରେ ଯାଇ ମିଳି। କ୍ଷୁଧାରେ ବିକଳ ହୋଇଲା, ବାଡ଼ିରେ ଲୁଚିଣ ଶୋଇଲା। ଘରେ ତାକୁ କେତେ ଖୋଜିଲେ, ଲୁଚି ଶୋଇଛି ନ ପାଇଲେ। କ୍ଷୁଧା ନିଦ୍ରାରେ ଅଚେତନ, ରାତ୍ର ହୋଇଲା ନାହିଁ ଜ୍ଞାନ। ଏମନ୍ତେ ରାତ୍ର ଯେ ପାହିଲା, ନିଦ୍ରା ତେଜି ଘରକୁ ଗଲା। ଶୁଣ ଗୋ ନାରୀ ଚୂଡ଼ାମଣି, ଯେ ଅଥବା ଅପୂର୍ବ କାହାଣୀ।
गौड़ देशे विष्णुपुर श्रीवत्स राजा जे तहिर सुशीला नामे राणी तार प्रिय अटई से राजार से राजा राणी रहिथिले अनेक काल भोग कले 12 मासर एकादशी से राणी करई विश्वासी कार्तिक व्रत जे पंचक करई अति स्वविवेक जाति स्मर से पुण्य देही दानादि अनेक करई राजार देहे पुण्य देही दानादि अनेक करई राजार देहे पुण्य नाही माया रे राज्य से पाळई राणीर पुण्य से राजार तेज जे बढ़ई प्रखर राजार तेज जे बढ़िला अनेक काल भोग कला एमंते कार्तिक मासरे पंचक हुई तहिरे एकादशी से राणी कला सही दिन रे राजा मला ता देखी राणी दुख मन करिबी मु संगे गमन राजार पुण्य किछि नाही अर्धेक पुण्य मु देवई एमंते मने विचारिला पुत्र को राज्य राजा कला जल घेनी से सत्य कला आपना पुण्य अर्धे नेला अनल कुंड खोळाइला राजा संगे कुंडे पड़िला बेनी जने भस्म होइले वैकुंठरु रथ आनिले जय विजय आदि दूत रथरे थिले से बहुत राणी की कहे विष्णु दूते सुन साधवी एक चिते एकादशीर धर्म देई राजा को मोक्ष कलु तुही ए जे विष्णु प्रीति अधिक आवर विष्णुर पंचक स्नान कार्तिक मासर एतिनी व्रत सर्वसार एतिनी व्रत तुम्भे कल विष्णुଙ୍କୁ बस कराइल तुम्भଙ୍କୁ सर्वदेवे डरी आज्ञा मागंती अनुसरी कहिली विष्णुर संदेश स्वामी की घेनी रथे बस तुम्भे हैं गले रथ जीव कही अछंती वासुदेव दूतंक वाक्य राणी शुणी मने आनंद हेला पुणी स्वामी की घेनी रथे बसी कोटिए सूर्य प्राय दिशी रथ जे शून्य मार्गे चले मल्हार देश ऊर्ध्वे गले तळकू खसिला जे रथ दूते जे देखिण चकित होइला भूमिगढ़ सेही ता देखी राणी जे भाळई ऊर्ध्वकू रथ न गमिला किंपाई भूमिगत हेला उपाय कि करिबी मुहि दूतंकु कहइबी नई सेमाने बोलंती गोमाए जाहा बोइले देवराए तुम्भर जान तुम्भे नेब संगते थिबु आम्भे सर्व
ଦୂତଙ୍କ ଠାରୁ ଏହା ଶୁଣି ମନରେ ଭାଳଇ ତରୁଣୀ। କି ବୁଦ୍ଧି କରିବି ଏଠାରେ ରଥମ ଯିବ ବିଷ୍ଣୁପୁରେ। ଏମନ୍ତ ଭାବଇ ସେ ରାଣୀ ତାକୁ ଶୁଭିଲା ଶୂନ୍ୟବାଣୀ। ଯେ କରିଥିବ ଏକାଦଶୀ ତୋ ରଥ ଛୁଇଁବ ସେ ଆସି। ତେବେ ତୋ ରଥ ଯେ ଚଳିବ ବୈକୁଣ୍ଠପୁରରେ ମିଳିବ। ଶୂନ୍ୟରୁ ଏ ବାଣୀ ଶୁଣିଲା ମନରେ ଆନନ୍ଦ ହୋଇଲା। ଯେବେ ମୁଁ ଏମନ୍ତ କରିବି ଏ ଦେଶେ ଘୋଷଣା ଯେ ଦେବି। ଯେ ଏକାଦଶୀ ବ୍ରତ ସାର କରିନଥିବ ଏ ଦେଶର। ସେ ଆସି ମୋ ରଥ ଛୁଇଁବ ମୋ ଯାନ ସୁଖେ ଚଳିଯିବ। ବେଳ ଯେ ହେଉଛି ଉଛୁର ହସ୍ତ ଦିଅ ଆସି ରଥର। ଛୁଇଁଲେ ମୁହିଁ ଚଳିଯିବି ନହିଲେ ଅଭିଶାପ ଦେବି। ଏ ବାକ୍ୟ ରାଣୀ ମୁଖୁ ଶୁଣି ମହ୍ଲାର ଦେଶ ଲୋକେ ପୁଣି। ଏକତେ ଠୁଳ ସେ ହୋଇଲେ ବସିଣ ବିଚାର ଯେ କଲେ। ଏକାଦଶୀ ଯେ ବ୍ରତ ସେହି ନ ଜାଣୁ ଆମ୍ଭେମାନେ କେହି। ତହିଁରେ କିବା ଧର୍ମ ହୁଏ କାଲି ଯାଇଛି ରାଣୀ କହେ। କିଏ ବା ବିଚାର କରିବା ନ କଲେ ସର୍ବେ ନାଶ ଯିବା। ବୁଝିଲେ ସର୍ବେ ଘର ଘର କେ କରିଥିବ ବ୍ରତ ସାର। ସେ ଦେଶେ ପ୍ରଚାର ତ ନାହିଁ ବ୍ରତ ନ ଜାଣେ ତହିଁ କେହି। ଏମନ୍ତେ ସର୍ବେ ଦୁଃଖ ମନେ ବିଷାଦେ ରହିଲେ ମୌନେ। କହଇ ସାଧୁ ପ୍ରଭାକର କଥାଏ ଶୁଣ ସର୍ବେ ମୋର। କନିଷ୍ଠ ବଧୂ ଯେ ମୋହର କାଲି ଉପବାସେ ତାହାର। କାଲି ସେ କଳି କରିଥିଲା ତେଣୁ ଉପବାସେ ରହିଲା। ଏକ ମନରେ ଶୁଣ ସର୍ବେ ହେବା ନହିବା ବୁଝ ଏବେ। ସାଧୁ ମୁଖରୁ ଏ ଉତ୍ତର ଶୁଣି ସାନନ୍ଦ ସର୍ବନର। ସମସ୍ତେ ଗଲେ ସାଧୁ ଘର ହେଲେ ସାନ ବଧୂ ପାଶର। ସାଧୁ ବୋଇଲା ବଧୂ ମୋର କାଲି ଉପବାସ ତୋହର। ଦେଶ ଗବୁଡ଼ୁ ଅଛି ଏବେ ଉପବାସ ତୁ କଲୁ ଯେବେ। ଯେବେ ତୁ ରଖିବୁ ଏ ଦେଶ ସତ୍ୟକୁ କହ ମୋର ପାଶ। ତା ଶୁଣି ସାନ ବଧୂ ବୋଲେ ସର୍ବେ ମୋ ସଙ୍ଗେ କଳି କଲେ। ମାଡ଼ ସେ ମାଇଲେ ଅପାର ବେକ ଧରିଣ କଲେ ଦୂର। ମୁଁ ପୁଣି କାନ୍ଦି କାନ୍ଦି ଯାଇ ବନ ପାଖରେ ଥିଲି ଶୋଇ। ସେ ଖାଇ ମୋର ମୂଳେ ଦେଲେ ନ ବୁଝି ମତେ ଯେ ମାଇଲେ। ବାଡ଼ି କଣରେ ନିଦ୍ରା ଗଲି ରାତ୍ର ପାହାନ୍ତେ ମୁଁ ଉଠିଲି। ମତେ ତ ନ ଖୋଜିଲେ କେହି ରହିଲି କିଛି ମୁଁ ନ ଖାଇ। ମୋହର ଜନ୍ମ ଅଟେ ବୃଥା ସତ୍ୟ କହିଲି ନୁହେଁ ମିଥ୍ୟା। ତାହା ଶୁଣିଣ ସର୍ବଜନେ ସାଧୁକୁ ନିନ୍ଦନ୍ତି ବଚନେ। ବୋଲନ୍ତି ସାଧୁ ମନ୍ଦ ହେଲା
ବଧୂକୁ ଏତେ ଦୁଃଖ ଦେଲା। ବଡ଼ ଲୋକ ତୁମେ ବୋଲାଅ, ବୁଝିଲୁ କଲ ତ ଅନ୍ୟାୟ। ଏ ଅଟେ ଲକ୍ଷ୍ମୀ ତୁମ୍ଭ ଘରେ, ମିଳିଛି ତୁମ୍ଭର ଭାଗ୍ୟରେ। ଏମନ୍ତ ସାଧୁକୁ ବଇଲେ, ସାନ ବଧୂକୁ ବୁଝାଇଲେ। ତୁମ୍ଭେ ଗୋ ଆମ୍ଭ ବୋଲ କର, ଏ ରାଜ୍ୟ ତୁମ୍ଭେ ରକ୍ଷା କର। ସତୀର ସାପେ ଏହି ବେଶ, ଜନ ସହିତ ଯିବେ ନାଶ। ସାଧବ ସହିତେ ବୋଲନ୍ତି, ରକ୍ଷା କର ଗୋ ମହାସତୀ। ସାଧବ ଧରି ବଧୂ କର, ବୋଲେ ମୋ ଦୋଷ କ୍ଷମା କର। ଆଜଠାରୁ ଗୋ ମାଏ ତତେ, କାହାର କ୍ଷମ ଯେ କହିତେ। ଏମନ୍ତେ ବଧୂକୁ ବଧିଲା, ଅନେକ ଆଭରଣ ଦେଲା। ଦିବ୍ୟ ବସନ ପିନ୍ଧାଇଲା, ହାନ୍ଦୋଳା ପରେ ବସାଇଲା। ରଥ ସ୍ଥାନକୁ ଘେନିଗଲେ, ସମସ୍ତେ ରାଣୀଙ୍କି କହିଲେ। ବୋଇଲେ ଏକାଦଶୀ ବ୍ରତୀ, ଆଣିଲୁ ଏବେ ଦେଖ ସତୀ। ରାଣୀ କହଇ ବ୍ରତୀ ଯେବେ, ମୋ ରଥ ଆସି ଛୁଇଁ ତେବେ। ରଥ ଯେବେ ଯିବ ଶୂନ୍ୟକୁ, ବ୍ରତୀ ବୋଲି ଜାଣିବି ୟାକୁ। ରଥ ମୋ ଯେବେ ନ ଚଳିବ, ଭସ୍ମ କରିବି ମୁହିଁ ସର୍ବ। ଶୁଣି ସାଧବ ବଧୂ ଗଲା, ହସ୍ତରେ ରଥ ସେ ଛୁଇଁଲା। ଆଗରେ ନମସ୍କାର କରି, ରଥ ଦଉଡ଼ି କରେ ଧରି। ଏମନ୍ତେ ରଥ ଛୁଇଁଲାକୁ, ଭୂମିରୁ ଉଠଇ ଊର୍ଦ୍ଧ୍ୱକୁ। ରାଣୀ ଯେ ଆଶ୍ଚର୍ଯ୍ୟ ହୋଇଲା, ସାଧବ ବଧୂକୁ ଧଇଲା। ଆଲିଙ୍ଗନ ଦେଇଣ ତାକୁ, ପ୍ରଶଂସି ସାଧବ ବଧୂକୁ। ତୁମ୍ଭେ ଗୋ ଏକାଦଶୀ କଲ, ତେଣୁ ଏ ରାଜ୍ୟ ରକ୍ଷା କଲ। ମୋତେ ଉଦ୍ଧାର କଲ ମାଏ, ମୋ ରଥ ବୈକୁଣ୍ଠକୁ ଯାଏ। ସତୀ ଗୋ ରହିଲା ତ ଯଶ, ରଖିଲ ତୁମ୍ଭେ ଏହି ଦେଶ। ମୋହର କୋପେ ନାଶ ଜାନ୍ତା, କେଅବା ଏ ରାଜ୍ୟ ରଖନ୍ତା। ମୋର ଆଶିଷ ହେଲା ଏବେ, ନିଶ୍ଚିନ୍ତେ ଥାଅ ତୁମ୍ଭେ ସର୍ବେ। ଏମନ୍ତ ରାଣୀ ଯେ ବୋଇଲା, ବିଷ୍ଣୁ ରଥରେ ସେ ବସିଲା। ଦୂତେ ଯେ ରଥ ଶୂନ୍ୟ ନେଲେ, ବୈକୁଣ୍ଠପୁରେ ପ୍ରବେଶିଲେ। ଦେଖି ଆଶ୍ଚର୍ଯ୍ୟ ସର୍ବଜନ, ହୋଇଲେ ଆନନ୍ଦ ବଦନ। ସାଧୁ ବଧୂକୁ ପ୍ରଶଂସିଲେ, ସମସ୍ତେ ବ୍ରତ ଆଚରିଲେ। ଏ ବ୍ରତ ରାଜ ଏକାଦଶୀ, ସେ ଦେଶେ ନଥିଲା ପ୍ରକାଶୀ। ହରିବାସର ବ୍ରତ ସାର, ସେ ରାଜ୍ୟ ହୋଇଲା ପ୍ରଚାର। ପଞ୍ଚକ ଆଦି ଏକାଦଶୀ, ସମସ୍ତେ କଲେ ପ୍ରଶଂସୀ। ପଞ୍ଚକ ଆଦ୍ୟ କଥା ଏହି, ସଜନେ ଶୁଣ ମନ ଦେଇ। ସଂସ୍କୃତରୁ ଭାଷା ରତନ, ବିପ୍ର ନରସିଂହ ବର୍ଣ୍ଣନ। 225 ପଦରେ, ପ୍ରଥମ କଥା ପୁନର୍ବାରେ। ଇତି ଶ୍ରୀ ପଦ୍ମପୁରାଣେ ପୂର୍ବଖଣ୍ଡେ ଶ୍ରୀକୃଷ୍ଣ ସତ୍ୟଭାମା ସମ୍ବାଦେ ପଞ୍ଚକ ବ୍ରତ କଥନେ ନାମ ପ୍ରଥମୋଧ୍ୟାୟ।